ସେଦିନ କଲେଜରୁ ଫେରିଲା ବେଳେ ମୋ ପଡ଼ିଶା ଘରର 12 ବର୍ଷର ଝିଅ ସମ୍ପୂର୍ଣ୍ଣାକୁ ତାଙ୍କ ବାରଣ୍ଡାରେ ମନଉଣା କରି ବସିଥିବାର ଦେଖିଲି। କାହିଁକି ସମ୍ପୂର୍ଣ୍ଣା ମନ ଦୁଃଖ କରିଛି? ସେ ତ ବାଡ଼ି ଫୁଲେଇ, କେବେ ତ ମନ ଦୁଃଖ କରେନି। ଚାରିଆଡ଼େ ପ୍ରଜାପତି ଭଳି ଉଡ଼ି ବୁଲେ ବକୁରୁଟେ। ମୋତେ ଭାରି କଷ୍ଟ ହେଲା। ତାକୁ ମୁଁ ପଚାରିଦେଲି, ଆରେ ମାମା, କ'ଣ ହେଇଛି? ତୁ ଏମିତି ମନଉଣା କରି କାହିଁକି ବସୁଛୁ ଯେ? ମୋ ପ୍ରଶ୍ନ ଶୁଣି ଘର ଭିତରୁ ସମ୍ପୂର୍ଣ୍ଣାର ମା ଉତ୍ତର ଦେଲେ, ଆଜି ଗୋଟେ ହାତକଟା ଫ୍ରକ୍ ପିନ୍ଧି ସମ୍ପୂର୍ଣ୍ଣା ତା ସାଙ୍ଗମାନଙ୍କ ସହ ଖେଳୁଥିଲା। ତାକୁ ଦେଖି ଆମ ଘର ପାଖ ସବିତା ଖୁଡ଼ି, ସବିତା ଖୁଡ଼ି ଆସି ମୋତେ କହିଲେ, ଆଲୋ ସରିତା, ତୋର 12 ବର୍ଷର ଝିଅଟାକୁ କ'ଣ ଏମିତି ଡ୍ରେସ୍ ପିନ୍ଧେଇଛୁ? ଇଏ ତ ଏଇ ଦିନ ଏମିତି ହେଲାଣି, ଆଉ ଟିକେ ଖାଲି ବଡ଼ ହେଇଯାଉ, ଦେଖିବୁ ରହ ତୋର ଝିଅ ନା ଗାଁରେ ପକାଇବ। ସେପଟେ ଏକଥା ଶୁଣି ସମ୍ପୂର୍ଣ୍ଣାର ଆଖିରେ ଲୁହ ଜକେଇ ଆସିବାର ଦେଖି ମୁଁ ତା ମାଆଙ୍କୁ ସହ ଏ ବିଷୟରେ କିଛି ଆଲୋଚନା ନ କରି ସମ୍ପୂର୍ଣ୍ଣାକୁ ମୋ ସହ ଆମ ଘରକୁ ଡାକି ନେଲି। ଯେମିତି ଏଇ କୁନି ଝିଅଟା ମନରେ ତାର କିଛି ପ୍ରଭାବ ନ ପଡ଼େ, ତାର ମନଟା ଟିକେ ପରିବର୍ତ୍ତନ ହେଇପାରେ, ସେଥିପାଇଁ ତାକୁ ମୋ ସହିତ ଆମ ଘରକୁ ନେଇ ଆସିଲି। ଏହାପରେ ବେଶ କିଛି ଦିନ ବିତି ଯାଇଛି। ସେଦିନ ମୁଁ କଲେଜ ବାହାରିଲା ବେଳକୁ ସବିତା ଖୁଡ଼ି ଆମ ଘରକୁ ଚିନି ଉଧାର ମାଗିବାକୁ ଆସିଥିଲେ। ଆଉ ବୋଉ ଆକରେ କହୁଥିଲେ ଯେ ତାଙ୍କ ସ୍ୱାମୀ କୁଆଡ଼େ ଅଫିସ୍ କାମରେ ବାହାରକୁ ଯାଇଛନ୍ତି। ଫେରୁ ଫେରୁ ଆହୁରି 3-4 ଦିନ ଲାଗିଯିବ। ଏକଥା ଶୁଣି ମୁଁ ନ ଶୁଣିଲା ଭଳିଆ ହେଲି, ଆଉ ମୋ ବାଟରେ ପଳେଇଲି। କଲେଜ ପହଞ୍ଚିଲି। କଲେଜରେ ମୋର କ୍ଲାସ୍ ସାରି ସେଦିନ ମୁଁ ଫେରୁଥାଏ। ଠିକ୍ ସେଇଦିନ କଲେଜରୁ ଯେତେବେଳେ ମୁଁ ଫେରୁଛି, ସିନେମା ହଲ୍ କଡ଼ ଦେଇ ଫେରିବା ବେଳକୁ ସବିତା ଖୁଡ଼ିଙ୍କୁ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଆଲିଙ୍ଗନ କରି ସିନେମା ହଲ୍ ମଧ୍ୟରୁ ବାହାରୁଥିବାର ଦେଖିଲି। ସେମାନଙ୍କୁ ଦେଖିଲେ ଯେ ହେଲେ କହିବ ଏମାନେ ପତି ପତ୍ନୀ, ଯାହାକି ସେମାନେ ପ୍ରକୃତରେ ନୁହନ୍ତି। ଏତକ ଦେଖି ସାରିବା ପରେ ମୁଁ ମୋ ନିଜକୁ ପ୍ରଶ୍ନ କଲି, ପ୍ରକୃତରେ ଚରିତ୍ରହୀନା କିଏ? ସେଦିନ ହାତକଟା ଫ୍ରକ୍ ପିନ୍ଧି ଖେଳୁଥିବା ସେ 12 ବର୍ଷର ଝିଅ ସମ୍ପୂର୍ଣ୍ଣା, ନା ଆଜି ସ୍ୱାମୀ ନଥିବା ଅବସ୍ଥାରେ ନିଜ ପ୍ରେମିକ ସହ ସିନେମା ହଲ୍ରୁ ବାହାରୁଥିବା ସବିତା ଖୁଡ଼ି? କିଏ?